नमस्ते भव विश्वमूर्ते नमस्ते नमस्ते जोग काल फलते नमस्ते नमस्ते ज्ञानगम्य धुते प्रणमामि प्रभु नमस्ते नमस्ते। संसार शांति आमर काम्य। आपण माने लक्ष्य करिथिबे सूर्यंकर उताप वर्तमान बढ़ुछि। तार एकमात्र कारण होछि आमे वृक्षको वृक्षर उपकारिता को आमे एपर्यंत बुझी पारलु नहीं कि वृक्ष किए ताको मध्य आमे चिन्हि पारलु नहीं। आमे गाड़ी चिन्हिलु, कोठा चिन्हिलु, एसी चिन्हिलु, टीवी चिन्हिलु, फ्रिज चिन्हिलु, किंतु गछ को चिन्हि पारलु नहीं। केवल गछ जदि आज कोटि कोटि गछ जदि भारत वर्ष सृष्टि हम पुणी आम बैशाख मसरे चादर घोड़े शोवा। मो निजर अनुभूति मुझे कहूँ बैशाख मसरे राति शीत हुए यही अनंत क्षेत्र में आम राति चादर घोड़े शो। आज एसी ना हो ये हूँ गोटे वर्तमान समाजर गोटे व्यतिक्रम। द्वितीय धर्म आम धर्म नाम कोटि कोटि मंदिर मस्जिद चर्च जो ये जो धर्मर से ता उपासना क्षेत्र से तैयारी कर चली से जो इटा बाली माटीर बा सीमेंट रडर मंदिर हो बा अन्य धर्मावलम्बी मानकर धर्मपीठ हो सी कौन फल दे पारे ना फूल दे पारे महू दे पारे सुबास दे पारे सभा शेष बचापी कौन अम्लजान दे पारे सेठी लोक को बचापी संसार शांति आम आम इष्ट को प्रार्थना करवा एतिकी हुए तो लाभ किंतु परिवेश को नष्ट करी आमे यदि भावु थाऊ ये सबकि आम यू पाइबू ता केबे भी संभव न। धर्मर द्वितीय कथा होची धर्म सृष्टि होता मनुष्य मनुष्य भितर भल पाइबा मनुष्य मनुष्य को भल पाऊ मनुष्य जीव को भल पाऊ जीव मनुष्य को भल पाइब कि नहीं सेटा तार शिक्षा पर निर्भर करूला। किंतु आज धर्म धर्म अन्य धर्मावलम्बी पचारि बुझिक मारिया प्रस्तुत तमें केउ धर्मर जदि से मिछरे कह मु यही धर्मर ताल रक्षा पाइब सतटा कहीदेव ताले मर एबे जो आमर जम्मू काश्मीर जो आतंकवाद हमला है तादरे एक्जाक्टली यही कथा ही घटला से पचारिक माइले ताल यह जदि हुए आमे केवल कही चलू सर्वे भवन्तु सुखिन किंतु आम कथा को किए बुझ सर्वे भवन्तु सुखिन
ଆମେ କହିବୁ ଇଏ ଗୋଟେ ବଡ଼ ମହାମନ୍ତ୍ର, ତାକୁ ବୁଝିବ କିଏ, ତାକୁ ବୁଝେଇବ କିଏ, ତାକୁ ପ୍ରଚାର କରିବ କିଏ? ଆମେ ଏବେ କରୁଛୁ ବିଶ୍ୱ ଶାନ୍ତି ଯଜ୍ଞ। ଯେଉଁଠି ଦେଖିବ ବିଶ୍ୱ ଶାନ୍ତି ଯଜ୍ଞ। ବିଶ୍ୱରେ କେଉଁ କୋଣରେ ଶାନ୍ତି ଅଛି ଏ କଥା ମଧ୍ୟ ଆଜି ଆପଣମାନେ ଖୋଜିକିରି ବାହାର କରିପାରିବେ। କେବଳ ମନ୍ତ୍ର ଦ୍ୱାରା କ'ଣ ବିଶ୍ୱର ଶାନ୍ତି ହୁଅ? ବିଶ୍ୱ ଶାନ୍ତି ପାଇଁ ଆମକୁ କାମ କରିବାକୁ ପଡ଼ିବ। ସେଥିପାଇଁ ପ୍ରତ୍ୟେକ ଧର୍ମର କିଛି କିଛି ଗ୍ରନ୍ଥ ବି ସୃଷ୍ଟି ହେଇଛି। ସେଇ ଗ୍ରନ୍ଥ ଅନୁସାରେ ଜୀବନକୁ ଅତିବାହିତ କରିବାକୁ ପଡ଼ିବ। ତେଣୁ ଆମେ ଅନ୍ୟ ଧର୍ମର କଥା, ସେ ଧର୍ମକୁ ଆମେ ସମ୍ମାନ ଦେଉଛୁ, କିନ୍ତୁ ଆମେ ଯେଉଁ ଧର୍ମର ପ୍ରତିନିଧି କରୁଛୁ ଇଏ ହେଉଛି ସନାତନ ଧର୍ମ। ଏଇ ସନାତନ ଧର୍ମକୁ କି ହିନ୍ଦୁ ଧର୍ମ କହୁଛୁ? ଏମିତି କହୁ କହୁ ସନାତନ ଧର୍ମର ବହୁ ଭାଗରେ ବିଭକ୍ତ। କିଏ କହୁଛି ଆମର ବୈଷ୍ଣବ ଧର୍ମ, କିଏ କହୁଛି ଆମର ଗାଣପତ୍ର, କିଏ କହୁଛି ଶୈବ, କିଏ କହୁଛି ଶାକ୍ତ, କିଏ କହୁଛି ସୌର, କିଏ କହୁଛି ଦ୍ୱୈତବାଦ, କିଏ କହୁଛି ଅଦ୍ୱୈତବାଦ। ଆରେ ସମସ୍ତେ ଗୋଟିଏ ନାଁ କହୁନା। ଆମେ ହିନ୍ଦୁ, ଆଉ ଆମ ଧର୍ମ ହେଉଛି ସନାତନ। ଆମେ କୃଷ୍ଣଙ୍କର ଉପାସକ, ରାମଙ୍କର ଉପାସକ, କି ଦୁର୍ଗାଙ୍କର ଉପାସକ। ଏସବୁ କଥା ନ କହି ତମେ ଧର୍ମ ଗୋଟେ ଏଡ଼େ ବଡ଼ ଧର୍ମ, ସେ ଧର୍ମଟାକୁ ତୁମେ 100 ଭାଗରେ ବିଭକ୍ତ କରୁଛ। ଆଉ ସମସ୍ତେ କହୁଛନ୍ତି ଆମ ଗୁରୁଦେବ ହେଉଛନ୍ତି ଠାକୁର, କିଏ କହୁଛନ୍ତି ଆମ ଗୁରୁଦେବ ହେଉଛନ୍ତି ମହାତ୍ମା, କିଏ କହୁଛନ୍ତି ଆମ ଗୁରୁଦେବ ହେଉଛନ୍ତି ପଞ୍ଚସଖା, କିଏ କହୁଛନ୍ତି ଆମ ଗୁରୁଦେବ ହେଉଛନ୍ତି କଳ୍କି ଅବତାର, କିଏ କହୁଛନ୍ତି ଆମ ଗୁରୁଦେବ ଭଗବାନ। ତେଣୁ ତମ ଗୁରୁଦେବ ଭଗବାନ, ତାମାନେ ତୁମ ଅଯଥାରେ କେବଳ ବାଡ଼ିଆ ପିଟା ହେବା ବ୍ୟତୀତ ଲାଭ କିଛି ହେବ। ଭଗବାନ ହିଁ ଜଣେ, ସୃଷ୍ଟିରେ ପରା ଜଣେ ମାଲିକ, ଅନନ୍ତ ନାଁ ତାର। ସେ ଶକ୍ତି ସବୁଠି ଅଛି, ତାପରେ ବି ଅଛି ତୋର ଦେହ। ତୋ ହୃଦୟରେ ସେ ଆତ୍ମା ରୂପରେ ଅଛନ୍ତି, ନାସାରେ ପବନ ରୂପରେ ବହୁଛନ୍ତି, ଏବଂ ସେ ପରମାତ୍ମା ପୂର୍ଣ୍ଣ ଭାବରେ ସର୍ବତ୍ର ପୂରିକିରି ଅଛନ୍ତି। ଏତେ କଥା ଗପିକିରି ଲାଭ କ'ଣ ହେଉଛି? ବହୁତ ଭାଗବତ ହେଉଛି, ବହୁତ ଗୀତା ପଢ଼ା। ଆଜି ବିଶ୍ୱରେ ଜଗନ୍ନାଥ ମନ୍ଦିର ଆଜି ବହୁତ କାୟା ବିସ୍ତାର କରିଛନ୍ତି, ଖାଲି ଜଗନ୍ନାଥ ମନ୍ଦିର। ଆଉ ଅନ୍ୟ ଗୁଡ଼ିକ ତ ଆଉ ଲକ୍ଷ ଲକ୍ଷ ଅଛନ୍ତି। କିନ୍ତୁ ବେଳେବେଳେ ଆଶଙ୍କା ହୁଏ, ବଳିଆକୁ ଡର ମାଡ଼େ। ମୁଁ ଦର୍ଶନକୁ ଯାଏ କି ନ ଯାଏ, ସେଇ ପରିସରକୁ ଯେତେବେଳେ ଯାଏ ମୁଁ ଜଗନ୍ନାଥଙ୍କୁ ହିଁ ଗୋଟିଏ କଥା ମାଗେ, ଆପଣ ଏଠି ଠିକ୍, ଆପଣ ଏମିତି ପୂଜା ପାଉଥିବେ ତ? ନା ଅତୀତକୁ ମନେ ପକାଇକିରି, ଏଇଟା କାହିଁକି କହେ ନା, ମୁଁ ଅତୀତକୁ ଟିକେ ମନେ ପକାଏ। ଅତୀତର କଳଙ୍କମୟ ଇତିହାସ ତୁମକୁ କିଏ ଫୋପାଡ଼ି ଦେଇଛି, କିଏ ପୋଡ଼ି ଦେଇଛି, କିଏ ପାତାଳି କରିଦେଇଛି, ସେମିତି କିଛି ହେବନି ତ। ଗୋଟେ ବିଶ୍ୱାସରେ ସବୁ ଚାଲିଛି, କିନ୍ତୁ ପ୍ରକୃତ ମଣିଷ ଆଜି ମଣିଷ ପଣିଆକୁ ଭୁଲି ଯାଇଛି। ପରିବାରକୁ
ଗୋଟେ କେତେ ସୁନ୍ଦର ନାଁଟିଏ ପରିବାର। କିନ୍ତୁ 90% ପରିବାରରେ ଆଜି ଅଶାନ୍ତି। କେଉଁଠି ସ୍ୱାମୀ ସ୍ତ୍ରୀ, କେଉଁଠି ଶାଶୁ ବୋହୂ, କେଉଁଠି ବାପ ପୁଅ, ସିଏ ବି ହଣାକଟା ମରାମରି ପର୍ଯ୍ୟନ୍ତ ଗଲାଣି। ତାରି ଭିତରେ ଆମରି ଭଳି କେତେକ ବ୍ୟକ୍ତି ଜନ୍ମ ହେଇଛନ୍ତି। ତା ଭିତରେ ମୁଁ ଗୋଟିଏ ଛୋଟିଆ ବ୍ୟକ୍ତିଟିଏ। ମୁଁ ଆଜିକି 60 ବର୍ଷ ଧରିକି 50-55 ବର୍ଷ ଧରି ମୁଁ ମାନବ ମଣିଷ ପଣିଆକୁ ପ୍ରଚାର କରି କରି ଆସିଛି। କିନ୍ତୁ ମୁଁ କାହିଁ ଯେତିକି ଲାଭ ପାଇବା କଥା ପାଉନି। ସବୁଆଡ଼େ କହୁଛି ମନୁଷ୍ୟ ଜନ୍ମରେ ଲାଭ ଯଦି ଗୋବିନ୍ଦେ କରେ ବା। ତେଣୁ ଚଞ୍ଚଳ ମନକୁ ସ୍ଥିର କରନ୍ତୁ, ନିଶାମାଦକ ଛାଡ଼ି ଦୀର୍ଘାୟୁ ହୁଅନ୍ତୁ, ଦେଶ ରାଷ୍ଟ୍ର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ, ବିଶ୍ୱ ଶାନ୍ତି ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ଜୀବ ପ୍ରେମ, ଜୀବମାନଙ୍କୁ ଭଲ ପାଆନ୍ତୁ। ଆଜି ଯେତେ ଗୁଡ଼ାକ କଥା କହିଲି ସବୁଗୁଡ଼ାକ ଆଜି ବ୍ୟତିକ୍ରମ। ଯଦି ଏ ସୁନ୍ଦର ବିଶ୍ୱକୁ ଆଉ 1000 ବର୍ଷ ଆମକୁ ଦେଖିବାକୁ ହେବ, ଆମେ ଦେଖିବୁନି, ଆଉ ଆମ ପିଲାମାନେ ଦେଖିବେ, ତାହେଲେ ଏବେଠାରୁ ଆମକୁ ସତର୍କ ରହିବାକୁ। ଆମେ କହୁଛୁ ମୁହଁରେ କିଛି ନେଇକିରି ଯିବୁନି, କିନ୍ତୁ ନେଲା ଭଳିଆ କାମ କରୁଛୁ। କହୁଛୁ ଏ ସଂଖ୍ୟାରେ କିଛି ନାହିଁ, ଦେଖିଲା ସବୁ ଜାଗା ସେ ମାଗୁଛନ୍ତି। ତେଣୁ ମେଳା ଆରମ୍ଭ ହେବ ଅନନ୍ତଙ୍କ ପବିତ୍ର କ୍ଷେତ୍ରରେ 30 ତାରିଖ ଅକ୍ଷୟ ତୃତୀୟାରୁ ମେଳାଟି ଆରମ୍ଭ ହେବ। ଏବଂ ଏ ବର୍ଷ ମୁଁ 5ଟି ଦିନ କିଛି ଭଗବତ କଥା ବା ମୋ ମାନବ ମଣିଷ ପଣିଆ କଥା କହିବି। ମାନେ 8 ତାରିଖ ଠାରୁ ଆଉ ଥରେ ଆପଣମାନଙ୍କୁ ଆମେ ଜଣେଇବୁ। ମେଳାକୁ ଆସନ୍ତୁ ଏବଂ ଯିଏ ମେଳାକୁ ଆସିବେ ସେ ଆସନ୍ତୁ, କିନ୍ତୁ ଖରା ଏ ସୂର୍ଯ୍ୟ ଉତ୍ତାପ ଏସବୁକୁ ଦେଖି ମାପି ଚୁପିକି ଆସିବେ। ସେଥିରେ ପୁଣି ଆପଣମାନଙ୍କୁ ଶୁଭେଚ୍ଛା ଦେଇ ମୋର କଥାକୁ ଏଇଠି ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଗୁରୁ, ଜୟ ଭାରତ, ଜୟ ଜଗନ୍ନାଥ।